आप लोगों से निवेदन है कि आगे के व्यक्ति बैठ जाते जयंती मंगल काली भद्र काली कपालिनी दुर्गा क्षमा शिवा धात्री श्रद्धा नमस्तुते मगो माम इष्ट देवी माम ते घंट घोड़े रखी था घंट घोड़े रखी था ঘোর কলিযুগ এ পৃথিবীটা হচ্ছে গোটিয়ে রঙেন রঙ্গমঞ্চ এই রঙেন রঙ্গমঞ্চরে আমি সমস্ত গোটিয়ে গোটিয়ে অভিনেতা এ দুনিয়াটা যাহারানি এইটি অভিনয় କରିବାକୁ କିଛି ଲାଭ ନାହିଁ ନିଜର ବାସ୍ତବ ଜୀବନକୁ ସ୍ୱଭାବ ବଢ଼ିବାକୁ ହେଲେ ବିସ୍ତାର କରିବାକୁ ପ୍ରଥମେ शासन କରିବାକୁ ପଡ଼ିବ ମହେଶ୍ୱର ଚମ୍ପତରାୟ हे महेश्वर एमिति परिवेश गढ़ से निया ठारू अधिक तेज बिजुली ठारू अधिक वेग हे महेश्वर चक्रांत गोटे बुढ़ी आनी जाल जाल नुहे महाजाल जे जाल चले से आर्ची पारे ना आगु बाघ भली हाउले हाउले थरे बिक्री गले गला हांडिया मेघ आसे घर घड़ी सहित वर्षा हो जाए मुंडटा थरे लगी गले लगी गले रक्तर बन्या बही जाए रक्तर बन्या है सत मध्य अधिक भयंकर साजे सन्न चतुरंग बल रे साजे सन्न चतुरंग बल रे नाना स्थान नाना रूप देखाए रे साजे सन्न चतुरंग बल रे आखिर देखिले पर नारी जुपति हीरा नील मोती राज धन संपत्ति आखिर देखिले पर नारी जुपति हीरा नील मोती राज धन संपत्ति खाली टंका पाई मु पागल रे खाली टंका पाई मु पागल रे साजे साजे सन्न खाली टंका पाई अनेक स्थान अनेक कृपा नहीं खाली टंका पाई कौटी जोगेश्वर तो कौटी सिद्धेश्वर आउ कौटी राजेश्वर अनेक स्थान अनेक कृपा नहीं खाली टंका पाई मो सुवर्णपुर राज्यर राजकुमारी पूजा पूजार कौन शिव मो हृदयटा ता ऊपर लगी जाइछि जेमिति हेले भी मो ए स्वर्णपुर राज्यर राजकुमारी पूजा को
ସୁବର୍ଣ୍ଣପୁର ରାଜ୍ୟରେ ତାକୁ ପାଟରାଣୀ କରିବେ ପାଟରାଣୀ। ମୁଁ ହେଇଯିବି ଏଇ ସୁବର୍ଣ୍ଣପୁର ରାଜ୍ୟର ରାଜରାଜେଶ୍ୱର ଶ୍ରୀ 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 ମହେଶ୍ୱର ଚମ୍ପତ ରାୟ। ତାହେଲେ ମୋ ସାନ ମାମୁଁ ଚାଣକ୍ୟ ଚଟ୍ଟରାୟ ସହିତ ସାକ୍ଷାତ କରେ ଏଇ ପ୍ରସ୍ତାବଟା ତାଙ୍କ ପାଖରେ ଦେବି। ଏ କ'ଣ କହିବେ ଜଣା ପଡ଼ିଯିବ। ତାହେଲେ ଯାଏ ମୋ ସାନ ମାମୁଁ ଚାଣକ୍ୟ ଚଟ୍ଟରାୟ ସହିତ ସାକ୍ଷାତ କରେ। ଏ ମହେଶ୍ୱର ନାଗନ ହେଲେ ତାଠାରୁ ମଧ୍ୟ ଅଧିକ ଭୟଙ୍କର। আরে ভଣଜା মহেশ্বর, আরে মামু তুমি পুরি এইঠি? ঘরে ভଣଜা। আরে মামু তোমাকে বড় সাক্ষাৎ କରିବାକୁ ଆତୁର ହୋଇଯାଇଥିଲେ ମାମୁ। আরে ভଣଜା ମହେশ্বର, ମୁଁ ମଧ୍ୟ ଅନେକ ସମୟ ହେଲା ତୋତେ ସାକ୍ଷାତ କରିବା ପାଇଁ ଆତୁର ହେଇଯାଉଥିଲି ରେ ବାପା। କିଛି ଗୋଟିଏ ତ ଜରୁରୀ ଜରୁରୀ କଥା ଥାଇପାରେ ମାମୁ। ଆରେ ଭଣଜା ଅଛି ରେ ବାପା ଅଛି। ଆରେ ଭଣଜା ମାମୁ ଆରେ ମୋ କହିବା ଅନୁସାରେ ତୁ ଦିନେ ତୋ ବଡ଼ ମାମୁଟାକୁ ହତ୍ୟା କରି ସାରିଛୁ ରେ ଭଣଜା। ହଁ ମାମୁ, ଏଇ ସୁବର୍ଣ୍ଣପୁର ରାଜ୍ୟର ରାଜା ସତ୍ୟବନ୍ତ ମାନେ ମୋ ବଡ଼ ମାମୁ ଆଉ ରାଣୀ ପଦ୍ମାବତୀ ଆମକୁ ବହୁତ ଘୃଣା କରୁଥିଲେ ମାମୁ, ବହୁତ ଅପମାନ ଦେଉଥିଲେ। ସେଥିପାଇଁ ବାଧ୍ୟ ହୋଇ ସବୁଦିନ ପାଇଁ ଶେଷ କରିଦେବାକୁ ପଡ଼ିଲା ମାମୁ, ଶେଷ କରିଦେବାକୁ। ହେଲେ ଭଣଜାରେ ତୋ ବଡ଼ ମାମୁ ମାନେ ଏଇ ସୁବର୍ଣ୍ଣପୁର ରାଜ୍ୟର ରାଜା ସତ୍ୟବନ୍ତକୁ ମାରିବା ସମୟରେ ଏଇ ସୁବର୍ଣ୍ଣପୁର ରାଜ୍ୟର ରାଜ ପଣ୍ଡିତ ମାମୁ ସେଇ ମାରିଲା ସମୟରେ ସେ ରାଜା ପଣ୍ଡିତ ନାରାୟଣ ଦାସଟା ଦେଖିଦେଇଥିଲା। ତାକୁ ମୁଁ କେତେ ଆକୁତି ବିନତି ହେଲି ଏ କଥାକୁ କାହାରିକୁ ପ୍ରକାଶ ନ କରିବାକୁ, ସେ ମାନିଲାନି। ସେଥିପାଇଁ ତା ଘରକୁ ଯାଇ ତାକୁ ମଧ୍ୟ ଟିକ୍ ଟିକ୍ କରି ହାଣିଦେଲି ମାମୁ, ଟିକ୍ ଟିକ୍ କରି ହାଣିଦେଲି। ହେଲେ ଭଣଜାରେ ଏବେ ମଧ୍ୟ ମୋ ରାସ୍ତାରେ ଗୋଟାଏ କଣ୍ଟା, ଆଉ ସେଇ କଣ୍ଟାକୁ ତୁ ଯେଉଁଦିନ ପର୍ଯ୍ୟନ୍ତ ସଫା ନ କରିଦେଇଛୁ ମୁଁ କେବେ ଶାନ୍ତିରେ ନିଦ୍ରା ମାରି ପାରିବିନି ରେ ଭଣଜା, ଶାନ୍ତିରେ ନିଦ୍ରା ମାରି ପାରିବିନି। ଆରେ ମାମୁ ତମେ କ'ଣ କହୁଛ ମାମୁ? ପୁଣି ଆମ ରାସ୍ତାରେ ଗୋଟିଏ କଣ୍ଟା? ଆରେ ମାମୁ କୁହ ସେ କଣ୍ଟାଟା କିଏ କୁହ? ରାସ୍ତାରୁ ଯେମିତି କଣ୍ଟାକୁ ସଫା କରାଯାଏ ତାକୁ ଏ ଦୁନିଆରୁ ତାକୁ ସଫା କରିଦେବେ ମାମୁ, ନାମଟା ପ୍ରକାଶ କର। ଭଣଜା ମହେଶ୍ୱର ସେ କଣ୍ଟା ଆଉ କେହି ନୁହଁରେ ବାପା, ସେ କଣ୍ଟା ହେଉଛି ତୋ ବଡ଼ ମାମୁର ଏକମାତ୍ର ଝିଅ ପୂଜା। ପୂଜାକୁ ଆମେ ଜୀବନରେ ମାରିଦେଲେ ଆମେ ହେଇଯିବା ଏଇ ସୁବର୍ଣ୍ଣପୁର ରାଜ୍ୟର ଗୋଟେ ଛତ୍ରବା ଶାସକ ରେ ଭଣଜା, ଛତ୍ରବା ଶାସକ। ମାମୁ ତୁମେ କ'ଣ କହିଯାଇଛ ମାମୁ? ପୂଜା ଆମ ରାସ୍ତାର କଣ୍ଟା? ତୁମେ କ'ଣ କହିଛ ମାମୁ? ଆରେ ପୂଜାକୁ ମାରି ଆଉ କ'ଣ ପାଇବାକୁ ଚାହୁଁଛ ମାମୁ? କ'ଣ ପାଇବାକୁ ଚାହୁଁଛ? କ'ଣ କେତେ ଧନ ସମ୍ପତ୍ତି ଦରକାର ମାମୁ? ଅବାଲ୍ୟ ବ୍ରହ୍ମଚାରୀ ମୁଁ, ଲୋଭ ନାହିଁ ମୋର, ମୋହ ନାହିଁ ମୋର, ମାତ୍ର ଅଳ୍ପ ଟିକିଏ ଆଶାରେ ଭଣଜା, ଅଳ୍ପ ଟିକିଏ ଆଶା। ଆଉ ସେଇ ଆଶାକୁ ପୂରଣ କରିବା ପାଇଁ ତୁ ଯେମିତି ହେଲେ ପୂଜାକୁ ଜୀବନରେ ମାରିଦେବାକୁ ହବ। ମାମୁ ତମେ ଯେଉଁ ସ୍ୱପ୍ନ ଦେଖୁଛ ସେ ସ୍ୱପ୍ନ କେବେ ପୁରା ହେଇପାରିବନି। ଆରେ ମାମୁ ପୂଜାକୁ ମୁଁ ଏ ସୁବର୍ଣ୍ଣପୁର ରାଜ୍ୟରେ ତାକୁ ପାଟରାଣୀ କରିବି, ପାଟରାଣୀ। ଆଉ ତମେ କହୁଛ ପୂଜାକୁ ଶେଷ କରିଦେବାକୁ? କେବେ ବି ସମ୍ଭବ ନୁହେଁ ମାମୁ। ଆରେ ଭଣଜା ମହେଶ୍ୱର, ତୁ କ'ଣ ପୂଜାକୁ ଏ ସୁବର୍ଣ୍ଣପୁର ରାଜ୍ୟର ପାଟରାଣୀ କରିବାର ସ୍ୱପ୍ନ ଦେଖି ସାରିଲୁଣି?